ମୁଁ ଭଗବାନଙ୍କ ବିଷୟରେ ଗୋଟେ ଗଳ୍ପ କହୁଛି। ଭୁବନେଶ୍ୱର ପାଖରେ ଗୋଟେ ଗାଁ ଥିଲା। ସେ ଗାଁରେ ଗୋପାଳ ବୋଲି ଗୋଟେ ପିଲାଟେ ରହିଥାଏ। ସେତେବେଳେ ତ ଏମିତି ଭୁବନେଶ୍ୱରଟା ଏତେ ଉନ୍ନତି କରିନଥିଲା। ଭୁବନେଶ୍ୱର ଜଙ୍ଗଲ ଥିଲା ଏବଂ ଏତେ ଗାଡ଼ି ମଟର ନଥିଲା। ଲୋକମାନେ ଚାଲିକିରି ଯାଉଥିଲେ। ସ୍କୁଲ କଲେଜ ନଥିଲା। ସେ ଗୋପାଳ ଯେଉଁ ସ୍କୁଲରେ ପଢ଼େ ସେଟା ଭୁବନେଶ୍ୱରଠୁ ଟିକିଏ ବାଟ ଜଙ୍ଗଲ ଦେଇକରି ଯିବାକୁ ପଡ଼େ। ଗୋପାଳ ସେ ସ୍କୁଲକୁ ଯାଉଥାଏ। ଦିନେ ତା ମାଆକୁ କହିଲା, ମା' ମୋତେ ଏକଲା ଜଙ୍ଗଲରେ ଭାରି ଡର ଲାଗୁଛି, ମୁଁ କ'ଣ କରିବି କହ, ମୁଁ ଯିବିନି। ତା ମାଆ କହିଲା, ଦେଖରେ ବାପ, ଯଦି ପାଠ ନ ପଢ଼ିବୁ କ'ଣ କରିବୁ, ତୁ ସ୍କୁଲକୁ ଯା। ନା, ମୁଁ ଏକଲା କେମିତି ଯିବି? ସେ କହିଲା, ଦେଖ, ତୋର ଗୋପାଳ ଭାଇ ଗୋଟେ ଅଛି, ତା ନାଁ ବି ଗୋପାଳ। ତୁ ଜଙ୍ଗଲରେ ଗଲାବେଳେ କହିବୁ, ଗୋପାଳ ଭାଇ ମୁଁ ଯାଉଛି, ମୋ ସାଙ୍ଗରେ ଆସେ। ତୁ ଦେଖ, ତୋ ଗୋପାଳ ଭାଇ ଆସିକିରି ତୋତେ ନେଇକିରି ଛାଡ଼ିଦେବ, ଫେର ତୋତେ ଆଣିକିରି ଘରେ ଜଙ୍ଗଲଟା ପାର କରିଦେଇକିରି ଘରେ ଛାଡ଼ିଦେବ। ଏ କଥା ଶୁଣିକିରି ଗୋପାଳ ତାର ଦିନ ଗଲା। ଠିକ୍ 10ଟା ବେଳେ ଯେମିତି ଜଙ୍ଗଲରେ ପଶିଲା, ଡାକିଲା, ଗୋପାଳ ଭାଇ, ତମେ କେଉଁଠି ଅଛ? ବାହାର, ଆଉ ମୋତେ ଟିକେ ସ୍କୁଲରେ ଛାଡ଼ିଦେବ, ମୋତେ ଜଙ୍ଗଲରେ ଡର ଲାଗୁଛି। ମାଆକୁ କହିଲି ଯେ ମାଆ କହିଲା, ତୋର ଗୋପାଳ ଭାଇ ଅଛି, ମୋ ନାଁ ବି ଗୋପାଳ, ତେଣୁ ତମେ ମୋତେ ନେଇକରି ଛାଡ଼ିଦେବ। ଏ କଥା ଶୁଣିକିରି ଯେମିତି ଡାକିଛି ଗୋପାଳ ଭାଇ ବୋଲି, ସାଙ୍ଗେ ସାଙ୍ଗେ ଗୋଟେ ପିଲାଟେ ମୁଣ୍ଡରେ ମୟୂର ପକ୍ଷୀ ଲଗେଇଛି, ଆଉ ଦହି ଆଣିକିରି ଦେଲା ଏବଂ କହିଲା ଯେ ମୁଁ ତୋର ଗୋପାଳ ଭାଇ, ନେ ଦହିତକ ପିଇଦେ। ସେ ଦହିତକ ପିଇଦେଲା। ଗୋପାଳ ପିଇକିରି ସେ ତାକୁ ସେକଣି ଛାଡ଼ିଦେଲା। ହାତରେ ସେ ବଂଶୀଟିଏ ଧରିଥାଏ। ଏମିତି ସବୁଦିନେ ଯାଏ, ସବୁଦିନେ ଆସେ। ଦିନେ ତା ମାଆକୁ କହିଲା, ମା' ମୋତେ ଆଉ ଡର ଲାଗୁନି, ତୁ ଯେଉଁ ଗୋପାଳ ଭାଇ କହିଥିଲୁ, ଗୋପାଳ ଭାଇ ଆସିକିରି ମୋତେ ଛାଡ଼ି ଦେଉଛନ୍ତି। ଏ କଥା ଶୁଣିକିରି ତାଙ୍କ ମାଆଙ୍କର ବହୁତ ଇଚ୍ଛା ହେଲା। ସେ ଭାବିଲେ, ଠାକୁର ନିଶ୍ଚୟ କୃଷ୍ଣ, ଗୋପାଳ ସେ ଆସିକିରି ତାକୁ ଦହି ଦେଉଛନ୍ତି, ମୋ ପୁଅ ଭଗବାନଙ୍କ ସାଙ୍ଗରେ ରହୁଛି। ସେ ଦେଖିବା ପାଇଁ ଆସିଲେ। ସେ ଯେମିତି ଆସିଛନ୍ତି ତା ମାଆ, ସେ ଡାକିଲା, ଗୋପାଳ ଭାଇ ଆସ, ମୋ ମାଆ ଆସିଛି ତମକୁ ଦେଖିବ, ତମେ ଆସ। ଆଉ କି ଗୋପାଳ ଆସନ୍ତି? ଗୋପାଳ ଆଉ ଆସିଲେନି। ତା ମାଆ ବି ଡାକିଲା, ହେ ପ୍ରଭୁ, ହେ କୃଷ୍ଣ, ହେ ଗୋପାଳ, ତମେ ଆସ, ମୁଁ ଟିକେ ତମକୁ ଦର୍ଶନ କରିବି। କିନ୍ତୁ ସାଙ୍ଗେ ସାଙ୍ଗେ ଜଙ୍ଗଲ ଭିତରୁ ଶବ୍ଦ ହେଲା, ଶୁଣ, ତୁ ମୋର ଭକ୍ତ, ଗୋପାଳ ପରି ତୁ ଏତେ ସରଳ ନୁହେଁ। ଗୋପାଳ ମୋତେ ସତରେ ଭାବିଛି ମୁଁ ତାର ଭାଇଟେ ବୋଲି। ମୁଁ ଭଗବାନ ବୋଲି ସେ ଜାଣିନି, ମୋ ସହିତ ଗପସପ କରିକିରି ଯାଏ, କିନ୍ତୁ ତୁ ମୋତେ ଦେଖିବାକୁ ଆସିଛୁ, ତୁ ଭାବିଛୁ ମୁଁ ଭଗବାନ, ତୁ ଭଗବାନଙ୍କୁ ଦର୍ଶନ କରି ଆସିଛୁ, ମୁଁ ତୋତେ ଦେଖା ଦେବିନି, କାରଣ ମୁଁ ଗୋପାଳର ଭାଇ, ଗୋପାଳ ସାଙ୍ଗରେ ମୁଁ ଯିବି ଆସିବି। ଏ କଥା ଶୁଣିକିରି ତା ମାଆ ସାଙ୍ଗେ ସାଙ୍ଗେ ସେଠି ଠାକୁରଙ୍କୁ ମୁଣ୍ଡିଆ ମାରିଲେ, ହେ ଭଗବାନ, ମୋ ଗୋପାଳକୁ ରକ୍ଷା କର। କହିକିରି ତା ମାଆ ଆସିଲେ ଏବଂ ଗୋପାଳ ସେଇଦିନୁ ଆଉ ଗୋପାଳ ଭାଇ ବାହାରିଲେନି। ଗୋପାଳ ଏକଲା ଏକଲା ଯାଏ ଏବଂ ଏକଲା ଏକଲା ଫେରେ। ଗୋପାଳ ବଡ଼ ହେଇଗଲା, କିନ୍ତୁ ସେ ଠାକୁରଙ୍କୁ ସଦାବେଳେ ପୂଜା କରେ। ଗୋପାଳ ଠାକୁରଙ୍କୁ ପୂଜା କରେ, କୃଷ୍ଣଙ୍କୁ ପୂଜା କରେ, ତାଙ୍କର ମୂର୍ତ୍ତି ରଖିରି ସେ ଭଗବାନ ତା ସାଙ୍ଗେ ସାଙ୍ଗେ ଥାଆନ୍ତି। ସେମିତି ପିଲାମାନେ, ତମେ ଯଦି ସରଳ ନିଷ୍କପଟ ହୃଦୟରେ ଭଗବାନଙ୍କୁ ଡାକିବ, ସେ ଆସି ତମକୁ ସାହାଯ୍ୟ କରିବେ। ବର୍ତ୍ତମାନ ମୋର ଗପଟି ସରିଯାଇଛି।